प्रथमे वैकुंठଙ୍କ रचनारू गोटे पद गाइबा। एड़िकी निष्ठुर हरि एड़िकी निष्ठुर एड़िकी निष्ठुर जे जाहाकू आवे जे जाहाकू भाव मने करू तू अंतर कपटी सारा दुनियाटा तोर खेल सारा दुनिया सारा दुनियाटा तो खेल घर ये हूँ वैकुंठଙ୍କ संगीतर गोटे धाड़ी। प्रकृत रे ये संसारर उत्पत्ति स्थिति प्रलय बा जहाँ चली आम अनुभव करुचे ताकू अनुभव कर सारे आगू को जहाँ अनुभव करवा ताकू जदि जड़े निरोलारे निर्जन रे बसी भावे से निश्चित भाव में बुझीपर ये सब टांकरी खेल घर ये सब से प्रकृत निष्ठुर बोली जो शब्द लिखिं सी भगवान जे निष्ठुर ता नुहे किंतु से निष्ठुर शब्द को देइचंती एक अभिमानात्मक भाव से कोटी अच्छी से अंतर भीतर अच्छी आमे जहाँ भावुचु चिंता करुचु बा कहूचु से यही अंतर भीतर रही अंतर्यामी रूपरे से सबू जानुचंती। तेणु आमे जते बड़े दुख पाउचु कष्ट पाउचु आमे तांकू निष्ठुर पथर पाषाण बोली कहूचु। भक्त एमती अनेक कथा लिखिचंती। जिते बड़े सुख पाउचु तांकू आमे उदार बा अनुपम इत्यादि इत्यादि शब्द रे तांकू आमे कहूचु भावुचु चिंता करुचु। तेणु ये जो हरि शब्दटी लगेले एड़िकी निष्ठुर हरि हरि शब्द माने कौन जे पाप ताप आयुष दुख सुख को जे हरण करी नहीं जाए। तेणु सबु बेले मन भितरे कली तापरु रक्षा पाइबा पाई हरि हरि बा हरि बाया बाबा नीरवता भंग करी अनेक कथा कहिथिले। प्रत्येक प्रसंग कही सारिबा परे केवल कहती हरि बोल हरि बोल हरि बोल हरि बोल हरि बोल हरि बोल से शब्दटी मध्य बलिया ताकू गुरु मंत्र भाव रे ग्रहण करी। एक पक्षरे मो बो अपर पक्षरे मोर मानस गुरु बाया। अनेक समय मु कीर्तन भी करे हरि हरि
হরি মোর হরি 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 মোর। ଯେତେବେଳେ ନୈମିଷ୍ୟା ଅରଣ୍ୟ ଉତ୍ତର ପ୍ରଦେଶର ନୈମିଷ୍ୟା ଅରଣ୍ୟରେ ପ୍ରଥମ ଥର ପାଇଁ ମୁଁ ଯାଇଥିଲି। ମୁଁ ତାପରେ 2-3 ଥର ଯାଇଛି, କିନ୍ତୁ ଥରେ ପ୍ରଥମ ଥର ଯେଉଁ ଯେତେବେଳେ ଗଲି ମୁଁ ଟିକେ ଅସମୟରେ ଖାଇକିରି ଅସମୟରେ ଶୋଇପଡ଼ିଲି। ଭାରି ବ୍ୟସ୍ତ ଲାଗିଲା। ଆମ୍ବାସାଡର କାରରେ ଏତେ ବାଟ ଯିବା ରହିବା ଏତେ କଷ୍ଟ ଆପଣମାନେ ଅନୁଭବ କରିଥିବେ। ନିଦ ପ୍ରଗାଢ଼ ନିଦ ହେଇନି, କିନ୍ତୁ ଗୋଟେ ଶବ୍ଦ ଭାସି ଆସିଲା, ଯେମିତି କିଛି ଦୂରରେ କିଛି ଲୋକ କୀର୍ତ୍ତନ କରୁଛନ୍ତି, ହରି ଓମ୍ ହରି ଓମ୍ ହରି ଓମ୍ ତତ୍ସତ୍ ହରି ଓମ୍ ହରି ଓମ୍ ହରି ଓମ୍ ହରି ଓମ୍ ହରି ନିଦ ଭାଙ୍ଗିଲା। ଉଠିକିରି ବସିଲି। ସେ ଯେଉଁ ବାବାଜୀ ମାନେ ସବୁ ଥିଲେ, କେହି ଜଣେ ବାବାଜୀ ଦେଖାହେଲେ, ତାଙ୍କୁ ପଚାରିଲି। ସେତେବେଳେ ମୁଁ ହିନ୍ଦୀରେ ବେଶୀ କହିପାରୁନଥାଏ। ସେ ଯାଉ ଖଣ୍ଡି ଖଣ୍ଡି ହିନ୍ଦୀରେ ପଚାରିଲି, ଏଠି କେଉଁଠି ନାମ ହେଉଛି କି? ନାମ ହେଉଥିଲା କି? ହେଉଥିଲା। ନାଇଁ ତ, କେଉଁଠି ନାମ ହେଇନି। ଏଇ ନାମଟିକି ମୁଁ କହିଲି, ମୋତେ ଖାଲି ଶୁଭୁଛି ହରି ଓମ୍ ହରି ଓମ୍। ନାଇଁ, ଏଇ ଯେଉଁ ଆଶ୍ରମର ଗେଷ୍ଟ ହାଉସ୍ରେ ଆପଣ ଅଛନ୍ତି, ଏଇ ଆଶ୍ରମରେ ଏ ନାମଟା ଅନେକ ସମୟରେ ହୁଏ। ତାପରେ ମୁଁ ପଚାରିଲି, ଏବେ 150 ଲୋକ ମିଶିକିରି ନାମ କରୁଥିଲେ କି? ନା ନାଇଁ। ତେଣୁ ଏହାକୁ ଭଗବାନଙ୍କର ନୈମିଷ୍ୟା ଅରଣ୍ୟର ଅବଦାନ ଭାବି ଏବେ ବି ଏଇ ନାମକୁ ନିଜେ କରେ, ଅନ୍ୟମାନଙ୍କୁ କହେ। କାରଣ ଏହା ହେଉଛି ଶୂନ୍ୟ ଶବ୍ଦ, ଶୂନ୍ୟ ଶବ୍ଦ। ହରି ଓମ୍ ହରି ଓମ୍ ହରି ଓମ୍ ହରି ଓମ୍ ହରି ହରି। ବୈକୁଣ୍ଠ ତାଙ୍କ ସଙ୍ଗୀତରେ ହରି ବୋଲି କହିଲେ। ମୋ ବୋଉ ରାମଦେବୀ ବା ବସନ୍ତ ଦେବୀ ହରି ହରି ବୋଲି କହିଲେ। ହରି ହରି କହି ଦୁନିଆରୁ ଚାଲିଗଲେ। ନାମାଚାର୍ଯ୍ୟ ବାୟା ମୋର ମାନସ ଗୁରୁ ପ୍ରତ୍ୟେକ କଥାରେ ସେଦିନ ସେ କହୁଥାନ୍ତି, ହରିବୋଲ 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 ହରିବୋଲ। ତେଣୁ ଏ ସବୁ କଥା ପରେ ନୈମିଷ୍ୟା ଅରଣ୍ୟ, ଅରଣ୍ୟଟା ଆଉ ନାହିଁ, ଏ ନୈମିଷ୍ୟା ତୀର୍ଥରେ ଗୋଟେ ଶବ୍ଦ ଶୁଭିଥିଲା, ଶୂନ୍ୟ ଶବ୍ଦ, ହରି ଓମ୍ ହରି ଓମ୍ ହରି ଓମ୍ ତତ୍ସତ୍। ଗୋଟେ ମନ ଭିତରେ ଅଛି, ମୁଁ ମୋର ଶ୍ରୋତାମାନଙ୍କୁ ଦର୍ଶକମାନଙ୍କୁ ଜଣାଉଛି, ଗୋଟେ ସଂକଳ୍ପ ରହିଯାଇଛି, ପୂର୍ଣ୍ଣ ହେଲେ ହବ, ନହେଲେ ନାହିଁ। କିନ୍ତୁ 7 ଦିନ ଗୋଟେ ଭାଗବତ କଥା ସେଠି କହିବି। ଆପଣମାନେ ଜାଣିଛନ୍ତି ଅନେକ, ଏଇ ଯେଉଁ ଭାଗବତ କଥା ଚିରାଚରିତ ଭାବରେ ମୋର ପଣ୍ଡିତମାନେ ବା ସାଧୁସନ୍ତମାନେ କହୁଛନ୍ତି, ବଳିଆର ଚିନ୍ତାଧାରା ଟିକେ ସ୍ୱତନ୍ତ୍ର। ସେଇ ଭାଗବତ କଥା, ସେଇ ପ୍ରସଙ୍ଗ, କିନ୍ତୁ ସେ ପ୍ରସଙ୍ଗଟା ମୋ ପାଖରେ ତତ୍ତ୍ୱ ରୂପରେ ବର୍ଣ୍ଣିତ ହୁଏ। ତେଣୁ ଯଦି କେତେବେଳେ ବଳିଆ ଇଚ୍ଛା କରେ, ବଳିଆ ଇଚ୍ଛା କରିବ କ'ଣ? ସେ ଯେଉଁ ତାଙ୍କ ଇଚ୍ଛା ହେଲେ ବଳିଆ ଯିବ।
ଏବଂ ଯଦି ଭାଗବତ କଥା ସେ କ୍ଷେତ୍ରରେ ଶୁଣିବା ପାଇଁ ଇଚ୍ଛା କରନ୍ତି କେହି ଆଡ୍ରେସ୍ ସହଯୋଗ ମଧ୍ୟ କରିବେ ବା ଯାଇପାରିବେ। ଆଚ୍ଛା, ମଧୁ କ'ଣ କହିଲେ? ମୁଁ ଜୀବ ତୁମେ ହଉଛ ପରମ। ଇଏ ଦେହଟା ହଉଛି ଜୀବ, ପରମ କିଏ? ଇଏ ଦେହ ଭିତରେ ଥିବା ଆତ୍ମା। ତାକୁ ତୁମେ ଦେଖିଛ? ଦେଖିନୁ, ଶୁଣିଛୁ, ଧ୍ୟାନ କରୁଛୁ, ଚିନ୍ତା କରୁଛୁ। ତେଣୁ ଭାବିବାକୁ ପଡ଼ିବ ଆତ୍ମା ଶବ୍ଦରୁ ଆତ୍ମୀୟ ସ୍ୱଜନ, ପରିବାର ଶବ୍ଦ ଆସିଛି। ଇଏ ମୋର ଆତ୍ମୀୟ ସ୍ୱଜନ, ଇଏ ଆତ୍ମା ଶବ୍ଦରୁ ଆସିଛି। ମନେ କରାଯାଉ ତୁମେ ଆତ୍ମାଙ୍କୁ ଦେଖିନା, ସେ ଧଳାକି କଳାକି କିଛି ଦେଖିନା, ନ ଦେଖ। ତୁମ ପୁଅ ପାଖରେ ଗୋଟେ ଆତ୍ମା ଅଛି, ସେ ତମର ଆତ୍ମୀୟ ସ୍ୱଜନ। ପୁଅକୁ ଭଲ ମଣିଷ କରିବା ପାଇଁ ଗଢ଼ିବା ପାଇଁ ଚେଷ୍ଟା କର, ସେ ବି ଆତ୍ମାର ପୂଜନ। ଝିଅକୁ ଭଲ ଝିଅଟିଏ କରିବାକୁ ଚେଷ୍ଟା କର, ସେ ପାଠ ପଢୁ, ଭଲ ମଣିଷ ହଉ, ଚରିତ୍ରବାନ ହଉ, ପୁଅ ହଉ ଝିଅ ହଉ, ସେ ମଧ୍ୟ ଆତ୍ମାର ଚିନ୍ତନ, ଆତ୍ମଚିନ୍ତନ। ସେଇଭଳି ସ୍ୱାମୀ ସ୍ତ୍ରୀ ଭିତରେ ପବିତ୍ର ସମ୍ପର୍କ ରହୁ, ଭୁଲ ବୁଝାମଣା ନ ରହୁ, ଉଭୟ ମିଶି ଗୋଟିଏ ପରିବାରକୁ ଗଠନ କରିବାର ଚିନ୍ତନ କରନ୍ତୁ, ତା ମଧ୍ୟ ଆତ୍ମାର ଚିନ୍ତନ। ଠିକ୍ ସେହି ସମୟରେ ଯଦି ଆପଣ କିଛି ସମୟ ପାଇଲେ, ଅଧଘଣ୍ଟା ହେଉ, 10 ମିନିଟ୍ ହେଉ, 15 ମିନିଟ୍ ହେଉ, ଆଉ ବସିକିରି ଆଖି ବୁଜି ଆପଣ ଆତ୍ମଧ୍ୟାନ କରିବେ, ହୃଦୟକୁ ଚିନ୍ତନ କରି ଆପଣ ଆତ୍ମାର ଚିନ୍ତନ କରିବେ ବା ଆତ୍ମାଙ୍କୁ ଆବାହନ କରିବେ, ସେ ଆହୁରି ବଢ଼ିଆ ହେଇଯିବ। ତେବେ କୋଉ କଥାଟା କିଛି କରିବା ନାହିଁ, ଖାଲି ଆତ୍ମାକୁ ଧ୍ୟାନ କରିବା। ଯେଉଁମାନେ ଶିଖଉଛନ୍ତି କେବଳ ଆତ୍ମାକୁ ଧ୍ୟାନ କର, ଇଏ ଦେହ କିଛି ନୁହଁ। ଆଚ୍ଛା, ଇଏ ଦେହଟା ଯଦି କିଛି ନୁହେଁ, ତୁମେ ବର୍ତ୍ତମାନ ପାଟିରେ କହିଲ ମୁଁ ଆତ୍ମାକୁ ତୁମେ ଆତ୍ମାକୁ ଚିନ୍ତନ କର, ଏଇଟା କୋଉଠି କହିଲ? ଶୂନ୍ୟରୁ ଶବ୍ଦ ଆସିଲା? ତମ ଦେହଟା ଥିଲା, ମୁଖଟାକୁ ସେ ତିଆରି କରିଥିଲେ, ସେ କରିଥିଲେ ବୋଲି ତା ଭିତରୁ ବାହାରିଲା ଆତ୍ମାକୁ ଚିନ୍ତନ କର ନା। ଆଉ ଯେତେବେଳେ ସେ ଚାଲିଗଲେ, ସେ ଆଉ ସମାଧି ଉପରେ ବସି କହୁଛନ୍ତି ଆତ୍ମାକୁ ଚିନ୍ତନ କର। ଭାଗବତର ସେଥିପାଇଁ ଗୋଟିଏ ପଦ କହିଲେ, ଏ ଦେହ ଥିଲେ ସର୍ବ ଗୋଟିଏ ମାର ବଂଶଧର, ତୁମେ ଯାହାଠାରୁ ଜନ୍ମ ହେଇଛ ତାଙ୍କ ବାପା ଆଇଛନ୍ତି, କି ତାଙ୍କ ମା ଆସିଛନ୍ତି, କିମ୍ବା ତାଙ୍କ ଭାଇ ଆସିଛନ୍ତି, କିମ୍ବା ଭଉଣୀ ଆସିଛନ୍ତି। ତାଙ୍କ ଭାଇ ତମର କ'ଣ ହେବେ? ମାମୁଁ। ତାଙ୍କ ଭଉଣୀ ତମର କ'ଣ ମାଉସୀ। ସେମିତି ସିଏ ହେବେ ମଧ୍ୟ ଅଜା ଆଈ, ସେ ଆସିଛନ୍ତି। ତାଙ୍କୁ ଯଦି ପ୍ରଣାମ କଲ, ତାଙ୍କ ପାଇଁ ସୁମିଷ୍ଟ ଭୋଜନର ଆୟୋଜନ କରି ତାଙ୍କୁ ଟିକେ ଖୁଆଇଲ,
ପାଖରେ ବସିକିରି କହିଲ କେମିତି ଅଛନ୍ତି ଆପଣ? ଏଇ ତ ଗୋଟେ ମହାନ ଚିନ୍ତନ କଥା, ଆତ୍ମଚିନ୍ତନ। ଏଇଟା ହିଁ ବଳିଆ ପାଇଁ ଆତ୍ମଚିନ୍ତନ। କିଏ ତାକୁ ଖଣ୍ଡନ କରୁ? କିଏ କହିବ ନା ମାୟା ଚିନ୍ତନ, ସେ ତାର ମାନେ କୋଉଠି ମାୟା ଚିନ୍ତନ, କିନ୍ତୁ ବଳିଆ ତାର କହୁଛି ଆତ୍ମଚିନ୍ତନ। ସେଇଭଳି ଭାବରେ ତମେ ଦୂର ବିଦେଶରେ ଅଛ, ତମ ବୋଉ ତମ ବାପା ହଠାତ୍ ଆସି ପହଞ୍ଚିଲେ। ସାଙ୍ଗରେ କ'ଣ ଆଣିଛନ୍ତି? ବଢ଼ି ଆଣିଛନ୍ତି, ମୁଗ ଯାଇ 2ଟା ଆଣିଛନ୍ତି, ଅରୁଆ ଚାଉଳରୁ କିଛି ଆଣିଛନ୍ତି, ଆଉ ବାଡ଼ିରେ ହେଇଥିବ କଷି କାକୁଡ଼ି ତାକୁ ବି ନେଇକିରି ଆସିଛନ୍ତି। ଆଉ ତାଙ୍କ ପାଖରେ ଯାହା ଥିଲା ସେ ନେଇକିରି ଆଇଲେ। ତୁମେ ତାଙ୍କୁ ଦେଖି ମୋ ବାପା ଆସିଛନ୍ତି, ମୋ ବୋଉ ଆଇଛି, ତୁମେ ଯଦି ଖୁସି ହେଇଗଲ, ସେଇ ଗୋଟାକ ହେଉଛି ଆତ୍ମଚିନ୍ତନ, ମହାନ ଆତ୍ମଚିନ୍ତନ। ଦେଖୁ ଦେଖୁ ବାପା ତମେ କ'ଣ ଲୁଗା ଆଉ ଭଲ ନଥିଲା, ତୁମେ ମସିଆ ଲୁଗା ପିନ୍ଧିକି ଯାଇଛ, ମୋ ସାଙ୍ଗସାଥି ମାନେ ଦେଖି କ'ଣ କହିବେ? ବୋଉ ତୋର ଆଉ କିଛି ନଥିଲା, ଇଏ ମୁଗ ଯାଇ ଆମର ଏଠି ମିଳୁନି? ହଉ ବାପା, ମୁଗ ଯାଇ ମିଳୁଛି, ବଢ଼ି ମିଳୁଛି, କିନ୍ତୁ ମୁଁ ଟିକେ ଘରେ କରିଥିଲି, ତୋ ପାଇଁ ନେଇ ଆସିଲି। ତେଣୁ ସଜ୍ଜନ, ତୁ ପିଠା ଆଣିଲୁନି? ନା ଆଣିଛି, ପିଠା ଆଣିଛି। ତୁ ଯୋଉ ପିଠାକୁ ଭଲ ପାଉ ସେ ପିଠା କରିକି ଆଣିଛି। ବାବୁ ଆଉ କ'ଣ କହିବେ? ବାପା ବୋଉ କେମିତି ଘରେ ରହିବେ ସେ କଥା ଚିନ୍ତା ନାହିଁ, ଯେତେ ଶୀଘ୍ର ପାରିବେ ସିଏ ଏଠୁ କେମିତି ଯିବେ ସେ ବାର୍ତ୍ତା ତାଙ୍କ ନିହାତି ଦରକାର। କ'ଣ ପାଇଁ ଆସିଲ? ସଜ୍ଜନ, ତମେ ବହୁତ ପଦ୍ମାସନ କରିକିରି ମେରୁଦଣ୍ଡ ସିଧା ରଖି ନାସାଗ୍ରକୁ ଧ୍ୟାନ କରି ହୃଦୟକୁ ଧ୍ୟାନ କରି ବହୁ ଆତ୍ମଚିନ୍ତନ କରୁଛ, କିନ୍ତୁ ବାପା ବୋଉ କି ମାମୁଁ ବଂଶର କାହାକୁ ଦେଖି ଚିଡ଼ଚିଡ଼ି ହଉଛ। ତୁମେ କି ଆତ୍ମଧ୍ୟାନ କରିବ? ତେବେ ଯିଏ ପ୍ରକୃତରେ ଆତ୍ମଧ୍ୟାନ କରୁଥିବ ସିଏ ସମସ୍ତଙ୍କ ଭିତରେ ଆତ୍ମାକୁ ଦେଖିବ। ଗାଈଟିଏ ଖାଇ ନେଇ ହମ୍ବାଳୁଛି, ହମ୍ବା ରଡ଼ି ଦଉଛି, ତାକୁ ଖାଇବାକୁ ଦିଅ, ସେ ବି ଆତ୍ମଚିନ୍ତନ। ଏଇସବୁ କଥା ହେଉଛି ଆତ୍ମଚିନ୍ତନର କଥା। ତେଣୁ ଆଉ ବିଶେଷ ଭାବରେ ଆମେ ଏତିକି ଖାଲି ଜାଣିବା, ଜୀବ ପରମ ଇଏ ଗୋଟେ ବିରାଟ ଶବ୍ଦ ନୁହେଁ। ଆମେ ହିଁ ଜୀବ, ଆମରି ଭିତରେ ଅଛନ୍ତି ପରମ। ଇଏ ସୃଷ୍ଟିରେ ସମସ୍ତେ ଜୀବ, ପରମାତ୍ମା ଜଣେ। ଆଚ୍ଛା, ଅଭିନ୍ନ ସୁନ୍ଦର କ'ଣ କହିଲେ? ଈଶ୍ୱରଙ୍କ ଛଡ଼ା ଯେ କର୍ମ ତାକୁ କୁକର୍ମ କରି, ଏହି କର୍ମରେ କରି ଦୁଃଖ ବିଶ୍ୱାସୀ କରି ଖାଇ। ଈଶ୍ୱରଙ୍କ ଛଡ଼ା ଯେ କର୍ମ ତାକୁ କୁକର୍ମ କରି, ବଳିଆ ସବୁବେଳେ କହୁଛି ବିଜ୍ଞାନ ଯୁଗ, କିନ୍ତୁ ମହାପୁରୁଷ ମାନେ କହୁଥିଲେ କଳି ଯୁଗ। ବାବା ବାୟା କହିଲେ କଳି ଯୁଗ। ଇଏ ସବୁ କଥା ସମସ୍ତେ କହୁଛନ୍ତି, ବଳିଆ ମନା କଲେ କ'ଣ ହବ? ଏ ଯାହା ହଉ, କଳି ଯୁଗ। ଈଶ୍ୱରଙ୍କୁ ଛାଡ଼ି ତମେ ଯାହା କରୁଛ, ଏହା ଈଶ୍ୱର କ'ଣ କରୁଛ? ମୋ ହାତ ଅଛି, ମୋ ହାତ କଲା। ଆରେ ହାତଟା ଉଠିଲା କେମିତି? ହାତଟା ଉଠିବା ପାଇଁ ଏଇ ଯୋଉ କଉଣି ରଖିଛନ୍ତି, ତାକୁ କିଏ ଗଢ଼ିଛି? ତମେ ଗଢ଼ିଛ? ତ ବାପ ମା ବି ଗଢ଼ିଛନ୍ତି କି? ବାପ ମାଙ୍କ ମାଧ୍ୟମରେ ତମେ ଗଢ଼ା ହେଇଛ। ତୁମେ ଗଢ଼ିଛ କି? ପ୍ଲାନିଂ କରିଛ କି? ଇଏ କହୁଣି ଏଇଠି ରହିବ, ପାପୁଲି ଏଇଠି ରହିବ,
ହାତ ଆଙ୍ଗୁଠି ଗୁଡ଼ିକ 10ଟି ରହିବ, ଏଇ ଯେଉଁ କଥା ମେରୁଦଣ୍ଡଟିଏ ରହିବ, ତୁମେ ଚିନ୍ତା କରିଛ? ତେଣୁ ଈଶ୍ୱରଙ୍କୁ ଛାଡ଼ି କେବଳ ଅହଙ୍କାରରେ ଅଭିମାନରେ ଯେଉଁ କଥା କୁହାଯାଏ ସେଇଟା କଳି ଯୁଗକୁ ସେଇଟା ଭାରି ମାନେ ସୁହାଏ, ମାନେ କଳିଯୁଗ ଲକ୍ଷଣ ସେ। ଆଉ ମଣିଷ ଯେତେ କୁକର୍ମ କରିବ ଅବାଟରେ ଯିବ, ସେ କଳିଯୁଗ କହିବ ମୋ ଯୁଗଟା ଠିକ୍ ଅଛି। ସେସବୁ କଥା କିଛି ନୁହେଁ। ପ୍ରତ୍ୟେକ କର୍ମର ଆରମ୍ଭରେ ଶେଷରେ ସେଇ ସର୍ବଶକ୍ତିମାନ ଈଶ୍ୱରଙ୍କୁ ଚିନ୍ତନ କର। ତେବେ ନାମାଚାର୍ଯ୍ୟ ବାବା ବାୟାଙ୍କର କଥା ଦିପଦ କହି ଆମେ ଆମ କଥାକୁ ସାଙ୍ଗ କରିବା। କଥାଟି କହିବା ପୂର୍ବରୁ ଗୋଟିଏ କଥା ମୋର ମନେ ପଡ଼ୁଛି, ଆପଣମାନଙ୍କୁ ଜଣାଉଛି, ଆପଣମାନେ ମନେ ରଖିବେ। ଭାରତ ସରକାର ଏ ସେବକକୁ ଗୋଟେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ସେତିକି ଜାଣିକିରି ଆପଣମାନେ ଯେତିକି ଖୁସି ହେବା କଥା ହୁଅନ୍ତୁ, କିଛି ଅସୁବିଧା ନାହିଁ। କଥା କଥାକେ ପଦ୍ମଶ୍ରୀ ବାବା ଭଳିଆ, ପଦ୍ମଶ୍ରୀ ବାବା ଭଳିଆ ଆପଣମାନେ ଗୋଟେ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି, ତା ଦେହରେ ଲେଖୁଛନ୍ତି ପଦ୍ମଶ୍ରୀ ବାବା ଭଳିଆ। ଇଏ ସବୁ ସାଇନ୍ ବୋର୍ଡ କି କେଉଁଠି ନିମନ୍ତ୍ରଣ କାର୍ଡ଼ କିମ୍ବା ବ୍ୟାନର ପୋଷ୍ଟର, ପଦ୍ମଶ୍ରୀ ଗୋଟେ ଏମିତି ଶବ୍ଦ ନୁହେଁ ତାକୁ ଯୋଉଠି ମାନେ ସେଠି ବ୍ୟବହାର କରାଯାଇପାରିବ। ହଁ, ଗୋଟେ କଥା ପ୍ରସଙ୍ଗରେ ଆପଣ କହିବେ ସୁପ୍ରିମକୋର୍ଟର ରାୟ ବା ମାନେ ଆଦେଶ, ଗୋଟେ ଚିଠି ମଧ୍ୟ ଆସିଛି ଯେ ମାନେ ଆମ ପାଇଁ ଆସିନି, ସମସ୍ତଙ୍କ ପାଇଁ ଆସିଛି। ତେଣୁ ପଦ୍ମଶ୍ରୀ ଶବ୍ଦ ଏତେ ଏମିତି ଖାମଖିଆଲି ପ୍ରଚାର ହେବା ଉଚିତ ନୁହେଁ। ବଳିଆ ସବୁଠାରୁ ବେଶୀ ଖୁସି ହେବ ଝାଡ଼ୁଦାର ବଳିଆ, ପୂଜ୍ୟ ପୂଜକ ବଳିଆ। ଆଉ ଟିକେ ଭଲ ଭାବ ଦେଖିବାକୁ ଚାହୁଁଛ, ବିଶ୍ୱପ୍ରେମୀ ବଳିଆ। ମୋ ନାଁ ମୂଳରେ ପରମହଂସ ଅମୁକ ଅଂଶ କେତେ। ତେଣୁ ମୋଟାମୋଟି ସେସବୁ କଥା କିଛି ନ ରଖି ପୂଜ୍ୟ ପୂଜକ ବଳିଆ। ଇଏ ହେଉଛି ନିବେଦନ ନୁହେଁ, ଏହା ନିର୍ଦ୍ଦେଶ। ପଦ୍ମଶ୍ରୀ ଲଗେଇ ପାରିବେ ନାହିଁ। କୁହନ୍ତୁ, ମନେ ମନେ ଖୁସି ହୁଅନ୍ତୁ। ଇଏ ହେଲା ଗୋଟିଏ କଥା। ତେବେ କରୋନା ମହାମାରୀ ଟିକା ନେବା ପରେ ବି କିଛି ଅଂଶରେ ଦେଖାଯାଉଛି। ଦୂରଦର୍ଶନ ମାନଙ୍କରେ ଏ କଥାକୁ ଟିକେ ବହୁଳ ଭାବରେ ପ୍ରଚାର କରିବା ଦ୍ୱାରା ଲୋକମାନେ ଟିକେ ଡରି ଯାଉଛନ୍ତି। ଡରନ୍ତୁ ନାହିଁ, ଟିକା ନେଇ ଜମା ମାନେ ଭୟଭୀତ ହୁଅନ୍ତୁ ନାହିଁ। ଇଏ ଗଲା ଗୋଟିଏ କଥା। ପ୍ରଶ୍ନ ହେଇଗଲେ ମଣିଷ କେତେ କଦର୍ଯ୍ୟ ହେଇଯାଏ। ତେଣୁ ସେ ବୈରାଗ୍ୟଟା ପୁଣି ଆହୁରି ଦୃଢ଼ ବୈରାଗ୍ୟରେ ପରିଣତ ହେଲା। ରାଜା ସନ୍ନ୍ୟାସ ନେଇ ପଳେଇଲେ। ଏ କଥା ପରେ ଜଣେ ପ୍ରଶ୍ନ କରୁଛନ୍ତି, କଳିରେ ଲୋକେ ଭ୍ରମୁଛନ୍ତି, ଠକଙ୍କ ହାବୁଡ଼ରେ ପଡ଼ିଯାଉଛନ୍ତି। ବାବା କହିଲେ, କଳି ଆସୁଛି, ଭଗବତ ପଥରୁ ଓପାଡ଼ି ଫୋପାଡ଼ି ଦେବ। ତେଣୁ ସାବଧାନ। ନାମ ଅଟଇ ସେବ ନାମ ବାୟାଙ୍କର ଶ୍ରେଷ୍ଠ ମାର୍ଗ ଥିଲା ନାମ କର। ତାପରେ ପ୍ରଶ୍ନ ଆସିଲା, ମାୟା ଈଶ୍ୱର ସମ୍ଭୂତ। ମାୟାକୁ ତ ଈଶ୍ୱର ତିଆରି କରିଛନ୍ତି, ତାକୁ ଛାଡ଼ି ହେବ କିପରି? ବାବା କହିଲେ, ମାୟାକୁ ଯିଏ ସୃଷ୍ଟି କରିଛି
ସିଏ ହେଉଛି ମାୟାପତି। ତେଣୁ ମାୟାପତି କହିଲେ ଆତ୍ମା, ମାୟାପତି କହିଲେ ଇଷ୍ଟ, ମାୟାପତି କହିଲେ ପରମାତ୍ମା। ତୁମେ ସେଇ ହୃଦୟ ଚକ୍ରକୁ ଧ୍ୟାନ କରି ମାୟାପତିଙ୍କୁ ସ୍ମରଣ କର, ଆପେ ଆପେ ମାୟା ଗୁଡ଼ାକ ଛାଡ଼ି ପଳେଇବେ। ତେଣୁ ଯେମିତି ଗଛରେ ଗୁଡ଼େ ଆମ୍ବ ଫଳିଛି, ଟେକାଟିଏ ପକାଇଲେ କେତେ ଗୁଡ଼ିଏ ଆମ୍ବ ଝଡ଼ି ପଡ଼େ, କି ସେ ଡାଳଟାକୁ ହଲେଇ ଦେଲେ ଅନେକ ଆମ୍ବ ଗଳି ପଡ଼େ। ସେଇଭଳି ଭାବରେ ଭଗବତ ଚିନ୍ତା, ମୋଟ କଥା ଗୋଟେ ଭଗବତ ଚିନ୍ତା ହଉ, କି ସେବା ହଉ, କି କୀର୍ତ୍ତନ ହଉ, କି ଶାସ୍ତ୍ର ଅଧ୍ୟୟନ ହଉ, କିଛି ପରୋପକାର ହଉ, ମୋତେ ଭଲ ଲାଗେ ବେଶୀ ଅନ୍ୟକୁ ସାହାଯ୍ୟ କରିବା। ତେଣୁ ସଜ୍ଜନ, ଏ ସୁନ୍ଦର ଗପଟିଏ ବାବା କହିଛନ୍ତି, ଆସନ୍ତାକାଲି କହିବି। ଆଜି କଥାକୁ ଏଇଠି ରଖିବା। ଜାଗ ହେ ଅନନ୍ତ ତୁମେ